মা গুড মর্নিং গুড মর্নিং কোন করছো মা এড বাবু को सोई देले सोईची বাবা বাবা কেতে বুদ্ধি ହେଇଗଲା ମୋ ପିଲା হ্যাঁ ଏ ମା ତମେ କଣ କରୁଛ ତମେ କଣ କରୁଛ फोन लगाउची ହଁ ଫୋନ କରେ ଗଣେଶ ଦାଦା ଫୋନ କରେ ଆରେ ସ୍ୱାତି ଦିଦି ଆଶା ଆଶା ମ୍ୟାଡାମ ଆଏ ଆଶା ଦିଦି ଆଶା ଦିଦି ଭଳିଆ ଦୁସୁଛି ଆଉ ତାଙ୍କର କଲର ଶାଢୀଟା ପିନ୍ଧି ଦେଇଛି ଯେ ସତରେ ଆଶା ଦିଦି ଭଳିଆ ଦୁସୁଛି ଆଉ ସତ କଥା କଣ କାର ଚେକଅପ ଫେକଅପ କିଛି ଅଛି ନାଇଁ ମୁଁ ଚେଞ୍ଜ କରିଦେବି ହେଲେ ହେଲା ମା ମିଷ୍ଟି ସେ ଆଶା ଦିଦି ଆଇଥାଉଛି ଦେଖ ଆମ ଘରକୁ ବାବୁକୁ ଦେଖିବା ପାଇଁ ଓଜନ ଫୋଜନ କରିବା ପାଇଁ ସେମ ତାର ଦୁଶୁନି ମାନେ ଶାଢୀ ଫାଡି ପିନ୍ଧିଲେ ଦୂରରୁ ଦେଖିବ ବୋଲେ ଆଶା ଦିଦି ଆଉ ବୋଲେ ସତ କଥା ତମେ କିଣିଲା ବେଳୁ କହିପାରୁନ କି ମ ହେଲେ ମୁଁ କି କଣ କହିବି ତମକୁ ଇଚ୍ଛା ମୋର ସବୁ ଷ୍ଟୋନ ଫୋନ ଶାଢୀ ଯାକ ତ ପିନ୍ଧିଲେ ତାକୁ ବାଜିବ ବୋଲି ଏଟା ପିନ୍ଧିଲି ଯେ ପ୍ଲେନ ଟା ହଉ ପିନ୍ଧିକି ବସ ପଡ ଆଶା ଦିଦି ମୁଁ ହେଲେ କହିବି କିଏ ଏଟା ବୋଲେ ଆଶା ଦିଦି ବୋଲିଦେବି ତମକୁ ହେଲା ନା ନା ମୁଁ ଚେଞ୍ଜ କରିବି ବଢିଆ ଆଶା ସତରେ ସିମ୍ପଲ ରେ କେବେ ଯିବା ଲୋକ ନାଇଁ କୁଆଡେ ଯେ ହେଲେ ପିଲା ଏବେ ଅଛି ନା ତ ତାକୁ ଷ୍ଟୋନ ଫୋନ ୱାର୍କ ଯା ବାଜିଯିବ ସେଥିପାଇଁ ଆଶା ଦିଦି ଯାକେ ଇନ୍ଦିଆ ପିନ୍ଧୁଛ ତୁମ ହଇ ହଁ ପ୍ଲେନ ପୁରା ପିଲା ଗଲା ବେଳୁ ହଠାତ୍ ବାଜି ବୁଝାଯିବ ବୋଲିକି ସେଥିପାଇଁ ପିନ୍ଧ ଏବେ ଜଣା ପଡିଲା ଯେ ଆଶା ଦିଦି ଯାକେ କଲର କାହିଁ ପିନ୍ଧୁଛନ୍ତି ପ୍ଲେନ ଟା କାହିଁ ପିନ୍ଧୁଛନ୍ତି ଜଣା ପଡିଲା ନାଇଁ ତମେ ପିନ୍ଧିଲେ ବି ସତରେ ମେଡିକାଲ ଫେଡିକାଲ କରି ଯିବାର ଅଛି ସେଟା ପିନ୍ଧିକି ଗଲେ ହଁ ଆଶା ଦିଦି ଟିକେ ଆସିଲେ ଟିକେ ଆମର ମାଇଗଣା ଟିକେ ପ୍ରେଗନେଣ୍ଟ ଅଛି ଟିକେ ଇଏ ଚେକଅପ୍ କରିଦେବେ ନହେଲେ କିଛି କରିଦେବେ କରିଦେବେ ସେ କହିବେ ନାଇଁ ଚେଞ୍ଜ କରିଦେବି ତମର ଏମିତି କମ୍ପ୍ଲିମେଣ୍ଟ ମତେ ଇଚ୍ଛା ନାହିଁ ଇଚ୍ଛା ନାହିଁ କାହାକୁ ଅସୁବିଧା ସୁବିଧା ସାହାଯ୍ୟ କରିବେ ମାନେ ପିନ୍ଧିଲେ ମୁଁ କଣଟା ଜାଣିଛି ଯେ ସାହାଯ୍ୟ କରିବି ଖାଲି ଶାଢୀଟା ପିନ୍ଧିଲେ ଆଶା ଦିଦି ସବୁ ବୁଝିଯିବ ମତେ ଟ୍ରେନିଂ କରିବାକୁ ଶାଢୀ ଦ୍ଵାରା ଟ୍ରେନିଂ କରିବାକୁ ପଡିବ ନା ଜହା ତମେ ଗୋଟେ ତ ସାଙ୍ଗମାନେ ଆପଣ ମାନେ ଦେଖନ୍ତୁ ଆମ ସ୍ୱାତି ଯୋଉ ଶାଢୀ ପିନ୍ଧୁଛନ୍ତି ଏଇଟା ଆଶା ଦିଦି ଭଳିଆ ଲାଗୁଛି ନାଇଁ ଆପଣ ମାନେ କମେଣ୍ଟ ଦ୍ୱାରା ଜଣେଇବେ ଟୋଟାଲି ଧ୍ୟାନ ନଥିଲା ପିନ୍ଧି ସିନା ଦେଇଛି ମୁଁ ଆଶ୍ୱାସ ଦେଇକି ସାନିଆ ଆଶା ଦିଦି ଘରକୁ ବସିଛି। ଏ ଲଗେଇଲୁ ଫୋନ ଲଗେଇଲୁ लो अरे जल्दी आ रहे बाबू जल्दी आ 10:10 ହେଇଗଲାଣି लेट करियो ना तमर लेट होला साडे मोर ହେଇଗଲା काम ओके ओके मैडम